ହରିପୁର ଗ୍ରାମରେ ଦୁଇ ବନ୍ଧୁ ଥିଲେ। ସେ ଦୁଇ ବନ୍ଧୁ ଦୁଇ ଜଣଙ୍କ ଦେହର ଛାଇ ଥିଲେ। ଦୁଇ ଜଣ ଦୁଇ ଜଣଙ୍କୁ ବହୁତ ବିଶ୍ୱାସ କରୁଥିଲେ। ଆସନ୍ତୁ ଶୁଣିବା ତାଙ୍କର ଗୋଟିଏ ସୁନ୍ଦର କାହାଣୀ। ଏଇଠି ଶୁଣୁଛ, ଖାଇବା ହେଲାଣି କି? ଆରେ ଶୁଭୁନି କି? କ'ଣ ହୋଇଛି ୟାକୁ? କିଛି ଜବାବ ଦଉନି। ଯାଉଛି ଦେଖିବି ରୋଷେଇ ଘରକୁ। ହେ ଭଗବାନ, ଇଏ କ'ଣ? ତୁମେ ଏପର୍ଯ୍ୟନ୍ତ ଖାଇବା ବନେଇନ? ଆରେ ମତେ ଏବେ ବାହାରିବାର ଅଛି। ନାହିଁ, ଚୁଲି ଜଳିବନି। ପ୍ରଥମେ ତୁମକୁ ମୋ କଥା ମାନିବାକୁ ପଡ଼ିବ, ତାପରେ ହିଁ ଚୁଲି ଜଳିବ। ଆଚ୍ଛା ଠିକ୍ ଅଛି, ଠିକ୍ ଅଛି। ଏତେ ରାଗନି ମୋ ସୁନ୍ଦରୀ ସ୍ତ୍ରୀ। କେତେଥର କହିଛି, ଚାଲ ମୋ ବାପ ଘରକୁ ଯିବା, ଟିକେ ବୁଲିକି ଆସିବା, ହେଲେ ମୋ କଥା ତୁମ କାନକୁ ଯାଉନି। ମୋ ବାପା କ'ଣ ତୁମକୁ କମ୍ ମାନୁଛନ୍ତି କି? ମୋ ବାପା ତୁମକୁ ନିଜ ପୁଅ ମାନୁଛନ୍ତି। ତୁମର କ'ଣ ମନେ ନାହିଁ, ଆମ ବାହାଘରରେ ମୋ ବାପା ଶଗଡ଼ ଗାଡ଼ିରେ କେତେ ସାମାନ ଦେଇଥିଲେ? ହଁ ହଁ, ମନେ ଅଛି, ମନେ ଅଛି। ତୁମେ ଦେଖୁଛ ନା, ଏ ଯୋଉ ପରିବା କାଟିକି ରଖିଛି, ଯଦି ମୋ ବାପ ଘରକୁ ଯିବାକୁ ଦିନ ଠିକ୍ ନ ହୁଏ, ତେବେ ଏହା ରୋଷେଇ ହବନି, ଆଉ ଏମିତି ହିଁ ପଡ଼ିଥିବ। ମୋ ସ୍ତ୍ରୀ ତ ରାଗରେ ବମ୍ ହୋଇଯାଇଛି। ଏବେ ତ ମୁଁ ବଡ଼ ଦୁବିଧାରେ ପଡ଼ିଗଲି। ଆଚ୍ଛା ଠିକ୍ ଅଛି, ଠିକ୍ ଅଛି। ଆଚ୍ଛା, କାଲି ହିଁ ତୁମ ବାପ ଘରକୁ ଯିବା, ଠିକ୍ ଅଛି? ତୁମେ ସତ କହୁଛ? ତୁମେ ମତେ ନେଇକି ଯିବ? ଟିକେ ବସ, ମୁଁ ଏବେ ହିଁ ଭାତ ଡାଲି ତରକାରୀ ବନେଇକି ଆଣୁଛି। ତୁମେ ସେପଟେ ଯାଇକି ବସ। ହଁ ଯାଉଛି ଯାଉଛି। ସ୍ତ୍ରୀକୁ କହିଦେଲି ସିନା ବାପ ଘରକୁ ନେବି ବୋଲି, ହେଲେ ଘର ଖାଲି କରିକି ଦୁଇ ଜଣ ଯଦି ପଳେଇବୁ, ଚୋର ଆସି ଘରେ କଳା କନା ନ ବୁଲେଇ ଦଉ। ହଁ, ଗୋଟିଏ ଉପାୟ ଅଛି। ଯାଉଛି ସବୁ ଧନ ମୋ ସାଙ୍ଗ ପାଖରେ ରଖିଦେବି। ମୋ ସାଙ୍ଗ ଜଣେ ବେପାରୀ ଅଟେ, ତା ପାଖରେ ମୋ ସୁନା ମୋହର ସୁରକ୍ଷିତ ରହିବ। ଏଇ, କୁଆଡ଼େ ଯାଉଛ? ତୁମେ ଖାଇବା ବନାଉଥାଅ, ମୁଁ ମୋ ସାଙ୍ଗ ଘର ଆଡ଼ୁ ହୋଇକି ଆସୁଛି। ତାପରେ ସୁକୁମାର ସୁନା ମୋହର ଥଳି ନେଇ ତା ସାଙ୍ଗ ଘରକୁ ଗଲା। ଆରେ ସାଙ୍ଗ, ଘରେ ଅଛୁ କି? ଆରେ କଥା କ'ଣ ସାଙ୍ଗ, ତୁ ଏମିତି ବେଗ ନେଇକି ଆସିଛୁ? ଘର ଭିତରକୁ ଡାକିବୁନି? ହଁ ହଁ, ଘରକୁ ଆସ, ଘରକୁ ଆସ। ମୋ ସାଙ୍ଗ, ଆସିକି ବସ। ମୁଁ କିଛି ଦିନ ପାଇଁ ଶ୍ୱଶୁର ଘରକୁ ଯାଉଛି। ଯଦି ମୁଁ ତାକୁ ତା ବାପ ଘରକୁ ନ ନେଲି, ତ ଘରେ ଆଉ ଖାଇବା ବନେଇବନି ରେ ଭାଇ। ସେଥିପାଇଁ ମୁଁ କାଲି ସକାଳୁ ବାହାରିବି। ମୋର କିଛି ପଇସା ତୁମ ପାଖରେ ରଖିପାରିବ କି? ହଁ, କାହିଁକି ନାହିଁ? କ'ଣ ତୁମେ ଜାଣିଛ, ଅନ୍ୟର ପଇସା ମୋ ପାଖରେ ରଖିବା ମୋତେ ପସନ୍ଦ ନୁହଁ। ତୁମେ ହେଉଛ ମୋ ସାଙ୍ଗ, ତୁମକୁ ନା କହିବାର ପ୍ରଶ୍ନ ହିଁ ଉଠୁନି। ଆଚ୍ଛା ଠିକ୍ ଅଛି, ତୁମେ ଗୋଟେ କାମ କର, ମୋର ସେ ସିନ୍ଦୁକ ଖୋଲିକି ତୁମେ ନିଜେ ହିଁ ରଖିଦିଅ। ତୁମର ପଇସା, ମୁଁ ନା ସେ ପଇସାକୁ ଦେଖିବି ନା ଛୁଇଁବି। ଠିକ୍ ଅଛି? ଠିକ୍ ଅଛି, ମୁଁ ନିଜେ ହିଁ ରଖିଦଉଛି। ନିଶ୍ଚିନ୍ତ ହୋଇଗଲି ମୁଁ। ମୁଁ ଏବେ ଆସୁଛି ସାଙ୍ଗ। ଇଏ କ'ଣ ଏତେ ଜଲ୍ଦି? ହଁ, ଆଉ ବସି ପାରିବିନି। ଆସୁଛି ସାଙ୍ଗ। ରତ୍ନାକର କିଛି ସମୟ ସିନ୍ଦୁକକୁ ଚାହିଁଲା, ଆଉ ବାହାରକୁ ଚାଲିଗଲା। ତା ପରଦିନ ସକାଳ ହେଲା। ଆରେ କୁଆଡ଼େ ଗଲ? ଏବେ ଯାଏଁ ହେଇନି? ଏତେ ଦିନ ପରେ ବାପ ଘରକୁ ଯାଉଛି, ଟିକେ ସଜେଇ ହେବିନି କି? ହଁ ହଁ, ଚାଲ, ଗାଡ଼ି ଆସିଲାଣି। ହେ ପ୍ରଭୁ, କୃପା କରିବ। ଏପଟେ ରତ୍ନାକରର ନଜର ସେ ସିନ୍ଦୁକ ଉପରେ ହିଁ ଥିଲା। କ'ଣ ମୋର ସାଙ୍ଗ ସେ ବେଗରେ ଖାଲି ପଇସା ରଖିକି ଯାଇଛି? ଏତେ ବଡ଼ ବେଗ, ମନରେ ଟିକିଏ ଅଶାନ୍ତି ହେଉଛି। କ'ଣ ମୁଁ ଗୋଟେ ଥର ସିନ୍ଦୁକ ଖୋଲିକି ଦେଖିବି? ଗୋଟେ ଥର ଖୋଲିକି ଦେଖିବାରେ କ'ଣ ଯାଉଛି? ହଁ ଯାଉଛି, ଗୋଟେ ଥର ଦେଖି ହିଁ ଦଉଛି ଭିତରେ କ'ଣ ରଖିଛି। ଗୋଟେ ଥର ଦେଖିକି ହିଁ ବନ୍ଦ କରିଦେବି, ଆଉ କେବେ ବୁଲିକି ବି ଦେଖିବିନି। ରତ୍ନାକର ସିନ୍ଦୁକ ଖୋଲିକି ଦେଖିଲା। ଏତେ ସାରା ସୁନା ମୋହର ଦେଖିକି ସେ ଆଶ୍ଚର୍ଯ୍ୟ ହୋଇଗଲା। ସେ ସବୁ ମୋହର ନିଜ ଥଳିରେ ରଖିଦେଲା। ଇଏ ଥଳି ତ ମୁଁ ପୁରା ଖାଲି କରିଦେଲି। ଏବେ କ'ଣ କରିବି? ହଁ, ଗୋଟିଏ ଉପାୟ ଅଛି। ଯାଉଛି, ସୁନା ମୋହର ବଦଳରେ କିଛି ଖୁଚୁରା ପଇସା ରଖିଦେବି। 10 ଦିନ ପରେ ସୁକୁମାର ଶ୍ୱଶୁର ଘରୁ ନିଜ ଘରକୁ ଫେରିଲା।
ସେ ରତ୍ନାକର ପାଖକୁ ଗଲା। ଆରେ ସାଙ୍ଗ, ଘରେ ଅଛୁ ନା ନାହିଁ? ଇଏ କ'ଣ ସାଙ୍ଗ, ତୁ କେବେ ଆସିଲୁ? ଏବେ ଟିକେ ସମୟ ପୂର୍ବରୁ ହିଁ ଆସିଲି। ଆରେ ବାପରେ, ଇଏ ତ ଠିକ୍ ହେଲାନି। କେତେ ବିଶ୍ୱାସ କରି ଟଙ୍କା ରଖିଥିଲା, ତାକୁ ଏମିତି ଠକିବା ଠିକ୍ କଲିନି। ବିଲକୁଲ ଠିକ୍ ହେଲାନି। ଆରେ ଶ୍ୱଶୁର ଘର ପବନ ବାଜି ତ ତୁ ପୁରା ଅଲଗା ଦେଖାଯାଉଛୁ। ଦେଖିକି ହିଁ ଜଣା ପଡୁଛି। ତାହା ତ ଠିକ୍, ହେଲେ ମୋ ସାଙ୍ଗ, ମୁଁ ମୋ ଧନ ନେଇକି ଯାଉଛି। ହଁ ହଁ, ନେଇଯାଅ। ତୁମେ ଯେମିତି ଛାଡ଼ିକି ଯାଇଥିଲ ସେମିତି ସେ ଜାଗାରେ ହିଁ ଅଛି। ମୁଁ ସେ ବ୍ୟାଗକୁ ଛୁଇଁନି। ସୁକୁମାର ଯେବେ ବ୍ୟାଗରୁ ଥଳି ନେଇକି ଆସିଲା, ଦେଖିଲା କି ଇଏ କ'ଣ ହୋଇଗଲା? ଥଳି ଭରିକି ମୋହର ରଖିଥିଲି, ସେ ସବୁ କୁଆଡ଼େ ଗଲା? ଇଏ ତ ସବୁ ଖୁଚୁରା ପଇସା। କ'ଣ ହେଲା ସାଙ୍ଗ, ତୁମେ ଚିନ୍ତିତ ଲାଗୁଛ? ସାଙ୍ଗ, ସର୍ବନାଶ ହୋଇସାରିଛି। ମୁଁ ଥଳି ଭରିକି ମୋହର ରଖିଥିଲି, ହେଲେ ସେଥିରେ ଗୋଟିଏ ନାହିଁ, ଖାଲି ଖୁଚୁରା ପଇସା ଅଛି। ନାହିଁ ନାହିଁ, ସାଙ୍ଗକୁ ଏସବୁ ଜଣା ନ ପଡୁ, କେମିତି ବି ଜଣା ନ ପଡୁ କି ତାହା ମୋର ହିଁ କାମ। ଆରେ ଏମିତି ହୋଇପାରିବ କି? ସୁନା ମୋହର କେବେ ଖୁଚୁରା ପଇସା ହୋଇପାରିବ କି? ମୋହର କେବେ ଖୁଚୁରା ପଇସା ହୋଇପାରିବନି, ତାହା ତ ମୁଁ ବି ବୁଝୁଛି ସାଙ୍ଗ। ମୁଁ ତ ମୋହର ଭାବିକି ରଖିଥିଲି। ଦେଖିବା କୋଉଠି କ'ଣ ଗଡ଼ବଡ଼ ହୋଇଛି। ହଉ, ଯାହା ହେଲା, ଚାଲ ଏବେ କ'ଣ ହିଁ କରିବା। ଓହୋ, ବଞ୍ଚିଗଲି। ଯାହା ହଉ, ସାଙ୍ଗକୁ ଜଣା ପଡ଼ିଲାନି। କିଛି ଦିନ ପରେ ଇଏ ନିଅ, ଗରମ ଗରମ ପିଠା ବନେଇକି ଆଣିଛି। ହଁ, ଖାଉଛି। ତୁମକୁ ହୋଇଛି କ'ଣ? ଯେବେଠୁ ମୋ ବାପ ଘରୁ ଆସିଛ, ଏମିତି ଚିନ୍ତାରେ ବସିକି ରହୁଛ? କିଛି ନାହିଁ, ମିଳିଗଲା, ମତେ ମିଳିଗଲା। ଆରେ କ'ଣ ମିଳିଗଲା? ତୁମେ ଆଜି ପିଠା ବନେଇଛ, ସେ ପିଠାର ବାସ୍ନାରେ ପୁରା ଘର ମହକୁଛି। ବହୁତ ଭଲ ବାସ୍ନା ହୋଇଛି। ଆସୁଛି ମୁଁ, ସାଙ୍ଗ ଘରକୁ ଯାଉଛି। ସାଙ୍ଗର ଝିଅକୁ ପିଠା ଖାଇବାକୁ ନିମନ୍ତ୍ରଣ ଦେଇକି ଆସିବି। ସନ୍ଧ୍ୟାକୁ ଆସିବ, ଆଉ ପିଠା ଖାଇବ। ଆରେ ଆରେ, କ'ଣ ମିଳିଗଲା କହିକି ତ ଯାଅ। ନିମନ୍ତ୍ରଣ ଦେଇକି ଆସୁଛି, ସବୁ କହିବି। କେମିତି ଅଛୁ ଝିଅ? ଭଲ ଅଛି ମୁଁ। ବାପା ଘରେ ଅଛନ୍ତି କି? ଆଜ୍ଞା, ଘରେ ହିଁ ଅଛନ୍ତି ବାପା। ଆପଣ ଘରକୁ ଯାଆନ୍ତୁ। ଆରେ ସାଙ୍ଗ, ବସିଛ? ଆରେ ସାଙ୍ଗ, ଏତେ ଦିନ ପରେ ଆସିଛୁ? ହଁ, ବହୁତ ଦିନ ପରେ। ଆମେ ଘରେ ଆଜି ପିଠା ହୋଇଛି। ଭାବିଲି ଝିଅକୁ ନିମନ୍ତ୍ରଣ କରିବି। ସନ୍ଧ୍ୟାକୁ ଝିଅକୁ ଘରେ ଛାଡ଼ିକି ଆସିବ। ନିମନ୍ତ୍ରଣ ଦେଇକି ଯାଉଛି। ଆଚ୍ଛା ଆଚ୍ଛା, ମୁଁ ମୋ ଝିଅକୁ ନେଇକି ଯିବି। ଠିକ୍ ଅଛି। ସନ୍ଧ୍ୟା ହେଲା, ରତ୍ନାକର ଓ ତା ଝିଅ ସୁକୁମାର ଘରକୁ ଆସିଲେ। ଆରେ ସାଙ୍ଗ, ଘରେ ଅଛୁ କି? ଆ ସାଙ୍ଗ, ଆସେ ଭିତରକୁ। ଝିଅ, ଭିତରକୁ ଆସେ। ଆଉ ଟିକେ ପରେ ଆସିବି ଝିଅକୁ ନବାକୁ। ରାତି ହେଲା, ରତ୍ନାକର ଝିଅକୁ ନବାକୁ ଆସିଲା। ଆରେ ଝିଅ, ତୋ ଖାଇବା ହେଲା କି? ସାଙ୍ଗ, ଆସିଗଲୁ ତୁ? କ'ଣ ହୋଇଛି? ତୁମେ ଦୁହେଁ ଏତେ ଚିନ୍ତାରେ ଅଛ? ସାଙ୍ଗ, ଗୋଟେ ଅସୁବିଧାରେ ପଡ଼ିଯାଇଛି ମୁଁ। ଆରେ ଭାଇ, ହେଇଛି କ'ଣ? ତୁମେ ଝିଅକୁ ଯେବେ ଛାଡ଼ିକି ଗଲ, ତେବେ ବହୁତ ସୁନ୍ଦର ଥିଲା ଝିଅ। ହଁ ତ। ଏବେ ବହୁତ ଅଜୀବ ହୋଇଯାଇଛି। ଅଜୀବ ହୋଇଯାଇଛି ମାନେ? କୋଉଠି ଅଛି ମୋ ଝିଅ? ତୁମେ ଚିହ୍ନି ପାରୁଛ? ଚିହ୍ନି ପାରୁନ ମାନେ? ତୁମ ଝିଅ ଗୋଟେ ମାଙ୍କଡ଼ ପରି ଲାଗୁନି? ଏବେ କ'ଣ କରିବା ସାଙ୍ଗ? ଇଏ ମୋ ଝିଅ? ମୁଁ ଆଉ କ'ଣ କହୁଛି କି? କ'ଣ ପାଗଳ ପରି ଗପୁଛ? ମଣିଷ କେବେ ମାଙ୍କଡ଼ ହୋଇପାରିବ କି? କ'ଣ ଜଣା ସାଙ୍ଗ, ଦେଖୁଛ ତ କେମିତି ଭୂତିଆ କାଣ୍ଡ ହଉଛି। ମତେ ତ କିଛି ବି ବୁଝା ପଡୁନି। ଏବେ ତୁମେ ହିଁ ଦେଖ, ସେଦିନ ସୁନା ମୋହର ବଦଳରେ ଖୁଚୁରା ପଇସା ହୋଇଯାଇଥିଲା। ବଡ଼ ଅଜୀବ କଥା। ଆରେ କ'ଣ କରିଛ ତୁମେ? କୁହ, କ'ଣ କରିଛ? ତୁମେ ମୋ ଝିଅ ସହ ଚୁପଚାପ ଠିକ୍ କରିଦିଅ କହୁଛି। ତୁମ ଝିଅକୁ ଭଲରେ ପିଠା ଖାଇବାର ଦେଖିଥିଲି। 10-12ଟା ପିଠା ସେ ତ ଗୋଟିଏ ମିନିଟରେ ଖାଇ ଦେଇଥିଲା। ଅଚାନକ ଦେଖିଲା ବେଳେ ସେ ମାଙ୍କଡ଼ ପରି ହୋଇଯାଇଥିଲା। ଇଏ ଭୁଲ ହଉଛି। ମୋ ଝିଅକୁ ଠିକ୍ କରିଦିଅ,
ନହେଲେ ମୁଁ ଦେଖିନେବି। ରାଗୁଛ କାହିଁକି ସାଙ୍ଗ? ରାଗନି ରାଗନି। ମୁଁ କ'ଣ କରିଛି? କୋଉ ଭୂତିଆ କାଣ୍ଡ ହୋଇଥିବ। ଚାଲ ଚାଲ ଝିଅ, ମୋ ସାଙ୍ଗରେ ଚାଲ ତୁ। ମୁଁ ଦେଖିନେବି, ମୁଁ ଦେଖିନେବି। ସେଦିନ ରାତି ଗଲା। ତାପରେ ଦିନ ସକାଳେ ରତ୍ନାକର ତା ଝିଅକୁ ମାନେ ମାଙ୍କଡକୁ ନେଇ ମହାରାଜ ମହାରାଜ, ମୋ ଝିଅକୁ ବଞ୍ଚାନ୍ତୁ। କୋଉଠି ଅଛି ତୁମର ଝିଅ? ଇଏ ହେଉଛି ମୋ ଝିଅ। ଇଏ ତ କୋଉ ମାଙ୍କଡର ପିଲା। ଇଏ କୋଉ ମାଙ୍କଡର ପିଲା ନାହିଁ, ଇଏ ମୋ ପିଲା। ସାଙ୍ଗ ଘରକୁ ପିଠା ଖାଇବାକୁ ନିମନ୍ତ୍ରଣ ଥିଲା। ସନ୍ଧ୍ୟାରେ ଛାଡ଼ିକି ଆସିଥିଲି। ଭାବିଥିଲି ରାତିକୁ ନେଇକି ଆସିବି। ରାତିକୁ ଗଲାବେଳେ ମୋ ଝିଅ ମାଙ୍କଡ ହୋଇସାରିଛି। ନିଶ୍ଚୟ ମୋ ସାଙ୍ଗ ହିଁ କିଛି କରିଛି। ତୁମେ କିଛି କର ମହାରାଜ। ଏ ସୈନିକମାନେ କୁଆଡ଼େ ଗଲେ? ସେ ସୁକୁମାରକୁ ଜଲ୍ଦି ନେଇକି ଆସ। ମହାରାଜ, କ'ଣ ହୋଇଛି? ଆପଣ ମୋତେ ସୈନିକ ଦ୍ୱାରା କାହିଁକି ଡକାଇଲେ? ତୁମେ ତା ଝିଅ ସହିତ କ'ଣ କରିଛ? ମୁଁ ହେଉଛି ମୂର୍ଖ ମଣିଷ। କ'ଣ ମୁଁ ଏତେ କିଛି କରିପାରିବି? ତା ଘରେ ସୁନା ମୋହର ରଖିଥିଲି। 10 ଦିନରେ ସବୁ ଖୁଚୁରା ପଇସା ହୋଇଗଲା। ଆଉ ଦେଖ, ତା ଝିଅ ମୋ ଘରକୁ ଆସିଲା ପରେ ତା ଲାଞ୍ଜ ବାହାରିଲା। ସେ ମାଙ୍କଡ଼ ହୋଇଗଲା। ମତେ ଲାଗୁଛି ଏସବୁ ହେଉଛି ଭୂତିଆ କାଣ୍ଡ। ଏହାର ମାନେ ଆରମ୍ଭରୁ ହିଁ ଭୁଲ ଅଛି। ଏବେ ବୁଝା ପଡ଼ିଲା ପୁରା କଥା। ତୁମେମାନେ ଘରକୁ ଯାଅ। ମୁଁ କୋଉ ବଡ଼ ତାନ୍ତ୍ରିକକୁ ଡାକି ପୂଜା କରି ସବୁ ଠିକ୍ କରିଦେବି। ତୁମର ପଇସା ତଳି ତାକୁ ଦିଅ ଓ ତୁମର ମାଙ୍କଡ଼ ଝିଅକୁ ତାକୁ ଦିଅ। କାଲି ସକାଳ ହେବା ପୂର୍ବରୁ ହିଁ ଯଦି ଠିକ୍ ନ ହୁଏ ତ ମୁଁ ମାନି ନେବି। ଏହା ଭିତରେ ତୁମେ କିଏ ଚାଲାକି କରିଛ। ଆଉ ମନେ ରଖିବ, ନହେଲେ ତୁମ ପଇସା ମିଳିବନି। ଆଉ ତୁମକୁ ତୁମ ଝିଅ ମିଳିବନି। ଆଉ ଝିଅର ବାପା ମା ବି ମରିବେ। ଇଏ ନିଅ, ରଖ ମୋ ଝିଅକୁ। ପଇସା ଥଳି ନେଇକି ଯିବ ଘରୁ। ସେ ଦିନଟା ଝିଅ ସୁକୁମାର ପାଖରେ ରହିଲା। ତା ପରଦିନ ସାଙ୍ଗ, ଆହୁରି ଉଠିନ କି? ଏତେ ସକାଳୁ ସକାଳୁ? ସାଙ୍ଗ, ଚମତ୍କାର ହୋଇଛି। ତୁମର ସବୁ ପଇସା ପୂର୍ବ ପରି ସୁନା ମୋହର ହୋଇଯାଇଛି। ବହୁତ ଅଜୀବ କଥା ନା? ଏମିତି କି ତୁମ ଝିଅ ବି ମଣିଷ ହୋଇଯାଇଛି? ଆସିକି ଦେଖିନିଅ। ମୋ ଝିଅ। ସାଙ୍ଗ, ଇଏ ନିଅ ତୁମ ଥଳି। ଚୋର କୋଉଠିକାର? କ'ଣ ହେଲା ସାଙ୍ଗ? ଯଦି ତୁ ମତେ ଥରେ ସାଙ୍ଗ କହିଛୁ ତ ମୁଁ ତ ମୁହଁ ଫଟେଇ ଦେବି, ବୁଝିଲୁ? ଏମିତି କ'ଣ କହୁଛ? ବାହାରି ଯା ମୋ ଆଖି ସାମ୍ନାରୁ। କ'ଣ ଭାବୁଥିଲୁ ମତେ ତୋର ଏ ଚୋରି ଜଣା ପଡ଼ିବନି? ବାହାରି ଯା ମୋ ଘରୁ। ଦେଖିଲେ ତ ଆପଣମାନେ, ରତ୍ନାକରର ଲୋଭ ପାଇଁ କେତେ ନିବିଡ଼ ବନ୍ଧୁତ୍ୱ ଭାଙ୍ଗିଗଲା।